ବିଲେରୁ ବିବେକାନନ୍ଦ 1863 ରୁ 1902 ଜନ୍ମ 12/1/1863 ବିଦାୟ 4/7/1902 ପୁଣ୍ୟଭୂମି ଭାରତବର୍ଷରେ ଜନ୍ମ ନବଜାଗରଣର ଜନକ। ମହାପୁରୁଷଙ୍କ ଜନ୍ମ ଦିବସ ଥିଲା 12 ଜାନୁଆରୀ 1863 ମକର ସଂକ୍ରାନ୍ତି। ପିତା ଥିଲେ ବିଶ୍ୱନାଥ ଦତ୍ତ ଆଉ ମାତା ଥିଲେ ଭୁବନେଶ୍ୱରୀ ଦତ୍ତ। ବୃତ୍ତିରେ ପିତା ଥିଲେ ଆଇନଜୀବୀ ଆଉ ମାତା ଥିଲେ ଜଣେ ସୁଗୃହିଣୀ ଆଉ ଧର୍ମପରାୟଣା ମହିଳା। ମାତା କାଶୀ ବିଲ୍ୱେଶ୍ୱରଙ୍କୁ ଆରାଧନା କରି ସନ୍ତାନଟିକୁ ପାଇଥିବାରୁ ତାଙ୍କୁ ବିଲେ ବୋଲି ଡାକୁଥିଲେ ଆଉ ତାଙ୍କ ଭଲ ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ହେଲେ ମାଙ୍କ ଶ୍ରଦ୍ଧା ନାମ ବିଲେରୁ ସନ୍ଥ ବିବେକାନନ୍ଦ ଭାବେ ପରିଚିତ ହୋଇଥିଲେ ସାରା ବିଶ୍ୱରେ। ଜୀବନ ଥିଲା ସଂଘର୍ଷମୟ। 1863 ଜନ୍ମ, 1884 ପିତୃବିୟୋଗ। ପରିବାରର ଦାୟିତ୍ୱ ହେଲେ ଜନ୍ମଦାତ୍ରୀ ମାଙ୍କୁ କେବେ ପାଖରୁ ଅନ୍ତର କରିନଥିଲେ କି କର୍ମ ଆଉ ଧର୍ମର ପରିଭାଷା ନେଇ କଲିକତାର ଦକ୍ଷିଣକାଳୀଙ୍କ ପ୍ରତି ଅତୁଟ ବିଶ୍ୱାସ ଆଉ ଗୁରୁ ରାମକୃଷ୍ଣ ପରମହଂସଙ୍କ ଦିଗ୍ଦର୍ଶନ ନେଇ ଜୀବନ ପରିପୂର୍ଣ୍ଣ। ମା କାଳୀଙ୍କୁ ସତତ ମାଗୁଥିଲେ ଜ୍ଞାନ ଆଉ ଭକ୍ତି। ସତରେ ବି ଥିଲେ ଜ୍ଞାନର ଭଣ୍ଡାର। ସାଧୁ ସନ୍ଥ ମହାପୁରୁଷ ଯୋଗଜନ୍ମ ଆଧ୍ୟାତ୍ମ ଆଦର୍ଶ ଆଉ ଦର୍ଶନ ଶାସ୍ତ୍ରର ବିସ୍ମୟ, ଯାହାଙ୍କ ମୁଖର ପରିଭାଷା ଥିଲା ହିନ୍ଦୁ ଧର୍ମ ହେଉଛି ପ୍ରାଚୀନ ଧର୍ମ। ଧର୍ମ ଭିନ୍ନ ଭିନ୍ନ ହେଲେ ଈଶ୍ୱର ଏକ, ସବୁ ନଦ ନଦୀ ତ ସାଗରରେ ଲୀନ। ସଂକ୍ଷିପ୍ତ କାହାଣୀ କୂଅ ବେଙ୍ଗ କଥା, କଥା କଥାରେ କହି ଧର୍ମ ଶିକ୍ଷା। ଧର୍ମର ସାରତତ୍ତ୍ୱ ମାନବ ସେବା ମାଧବ ସେବା। ଜୀବନ ଅର୍ଥ ବିସ୍ତାର, ସଂକ୍ଷିପ୍ତତା ହିଁ ମୃତ୍ୟୁ। ନାରୀକୁ ସମ୍ମାନ, ଶିଶୁକୁ ତଥା ଭୋକିଲାକୁ ଅନ୍ନ, କର୍ମ ସାଧନ, ଭଜନ, ନିଃସ୍ୱାର୍ଥପର ଜୀବନ, ଏଇ ତ ଥିଲା ଧର୍ମର ପରିଭାଷା। ଶରୀର ଶୁଦ୍ଧ ପବିତ୍ର। ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମିଶନ ଆଉ ବେଲୁର ମଠର ପ୍ରତିଷ୍ଠାତା। ଆଉ ସେହି ଯୋଗଜନ୍ମାଙ୍କ ଦୀପଶିଖା ବି ଲିଭି ଯାଇଥିଲା କଲିକତାରେ 1902 ଜୁଲାଇ 4ରେ କଲିକତାର କାଶୀପୁରଠାରେ। ବେଲୁର ମଠ ପାଖରେ ହୋଇଥିଲା ଅନ୍ତିମ ସଂସ୍କାର। ହେଲେ ଆଜି ବି ଯୋଗଜନ୍ମାଙ୍କ ଜନ୍ମ ଦିବସ ଜାନୁଆରୀ 12 ଯୋଗ ଦିବସ ଭାବେ ପାଳିତ।